ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନ୍ ମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛ ବୋଇଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜିର କଥା ନି ଅବୁଲକରା କାହାଣୀର ଭାଗ 6 ବ୍ରାହ୍ମଣ ଆର୍ ରାକ୍ଷସ ଜଲପାଦର କଥା। ଗୁସେଇ ଆର୍ ଅବୁଲକରା କେତେ ନୂଆ ଦେଶ ରାଜ ଡେଗି ଚାଲୁଥନ୍। କେତେ ନୂଆ କଥା ଦେଖି ଅବୁଲକରା ଗୁସେଇକେ ପଚରାଉଥାଏ। ଆର୍ ଗୁସେଇ ସେ ସବୁ କଥା ବୁଝେଇ କରି କହିଦେଉଥନ୍। ଏନ୍ତା ଯାଉ ଯାଉ ସେମାନେ ଗୋଟେ ଗାଁନେ ପହଞ୍ଚି ରାତ ବେଲିଆ ଇନ ରହିମୁ ବୋଲି ଭାବଲେ। ସେନ କୁଡ଼ିଆ ଘର ଗୁଟକେ ରାତ ରହି ସକାଳ ହେଲାକେ ନିତ୍ୟକର୍ମ ସାରି ଗୁସେଇନୁ ପଇସା ନି ଅବୁଲକରା ଗାଁ ଭିତରକେ ଜଲଖିଆ ଘିନବାର ଲାଗି ଗଲା। ସେ ଜଲଖିଆ ଘିନି ଫିରଲା ବେଲକେ ଦେଖଲା ସେ ଗାଁର ଗୁଟେ ଘରେ ପିଢ଼ା ଉପରେ ଝୁରଝୁରା ବୁଢ଼ା ଗୁଟେ ବସିଛି। ଆର୍ ସେ ଗାଁର ସଭେ ଯିବା ଆଇବା ଲୋକ ବୁଢ଼ାର ପାଛିଁ ଜୁହାର କରୁଛନ୍। ଇ କଥା ଦେଖି ଅବୁଲକରା ତୁମେ ଗୁସେଇ ପାସକେ ଆସି ଜଲଖିଆ ରଖିଦେଇ ବସି ପଡ଼ଲା। ଗୁସେଇ ତ ଅବୁଲକରାର ଚଲନ ଜାନିଛନ୍। ସେ କାଣା ନୂଆ ଦେଖିଛୁ କେ ବୋଲି ପଚରାଲେ ଅବୁଲକରାକେ। ହେତକେ ଅବୁଲକରା କହେଲା, ହଁ ଗୁସେଇ ମହାପ୍ରଭୁ, ଇ ଗାଁନେ ଘର ବାଟ ଦୁଆରେ ବୁଢ଼ା ଗୁଟେ ବସିଛେ ଯେ ତାକେ କାହିଁ ହେଲା ଯେ ସଭେ ଜୁହାର କରୁଛନ୍, ଇ କଥାଟା ମତେ କହିଦିଅ। ଗୁସେଇକୁ ତ ସବୁ କଥା ଜନା। ସେ ହସି ହସି କହିଲେ, ହଉ ଠିକ୍ ଅଛେ, ଇ କଥା ତ ଚାଲ ଆମେ ଜଲଖିଆ ଖାଇ ପିଇ ବାହାରିମା। ବାଟ ଚାଲି ଚାଲି ତୁଇ ଇ କଥା ଶୁଣତେଲ ଯିବୁ। ତାରପରେ ଗୁସେଇ ବାଟ ଚାଲତେଲ କହିଲେ, କାହିଁ 50 ବରଷ ତଲର କଥା। ଇ ଦେଶେ ଗୋଟେ ବଡ଼ ଅତ୍ୟାଚାରୀ ରାକ୍ଷସଟେ ରହୁଥିଲା। ତାର ନାଁ ହେଉଛେ ଜଲପାଦ। ସେ ବାଟର ଗଛେ ଲୁକି ଥିବା। ଆର୍ ବାଟ ଚଲା ଲୋକ ଗୁଟକେ ଦେଖିଲେ ଟପ କରି ଡେଗେଇ ପିଠ ଉପରେ ଲଦି ହେବା। ସେ ଲୋକ ଛାନିଆ ହେଇ ଉଠି ପଡ଼ି ଧାଇଁଲା ବେଲେ ସେ ରାକ୍ଷସ ହସୁଥିବା। ଆର୍ ସେ ଲୋକ ଧାଇଁ ଧାଇଁ ହାଲିଆ ହେଇ ତଲେ ପଡ଼ଲେ ରାକ୍ଷସ ଜଲପାଦ ସେ ଲୋକକୁ ମାରି କରି ଖାଇ ଦେଉଥାଏ। ଏନ୍ତା କରି କରି ସେ ରାକ୍ଷସର ଉତ୍ପାତ ବଢ଼ତେଲ ଚାଲିଥାଏ। ସେ ଗାଁର କେତେ ଲୋକ ଇ ରାକ୍ଷସର ଡରେ ଗାଁ ମାଏଟ ଛାଡ଼ିଦେଲେ। ଆର୍ ଯେନମାନେ ରହିଥନ୍ ରାକ୍ଷସର ଡରେ ଜିଉଥନ୍। ଦିନେ ଗୋଟେ ବ୍ରାହ୍ମଣ ସେ ବାଟେ ଯାଉଥିଲେ। ଦଇବର ଯୋଗକେ ସେ ବାଟର ଗଛ ଉପରେ ସେ ରାକ୍ଷସ ଲୁକି ଥାଏ। ବ୍ରାହ୍ମଣ ଯେନ୍ତା ପାସକେ আসলা ସେ ରାକ୍ଷସ ବ୍ରାହ୍ମଣର ପିଠି ଉପରେ ଡେଗେଇ କରି ଉଲେଇ ହେଲା। ଆର୍ କହେଲା, ଏବେ ମୁଇଁ ତତେ ଖାଇମି। ଇଟା ଶୁନି ବ୍ରାହ୍ମଣ ଡରିଗଲା। ଦଲଦଲି କରି ଡରର ମାଡ଼େ କାଏଁ କରମି କାଏଁ ନାଇଁ ବୋଲି ଜୀବନ ବିକଲେ ନର୍ଦିଲା। ହେତକେ ସେ ରାକ୍ଷସ ଜଲପାଦ ପିଠ ଉପରେ ବସି କହୁଥାଏ, ଆର୍ ଟିକେ ଜୋର ସେ ଘୁଡ଼ା ଏନ୍ତା ନର୍ଦୁ। ତୋର ପିଠ ଉପରେ ବସି ମଜା ଆସି ଯାଉଛି। ଆର୍ ଟିକେ ନର୍ଦୁ ତୁଇ। ହାଲିଆ ହେଇ କରି ଯେନ୍ ପାଖେ ହିଟି ପଡ଼ବୁ ମୁଇଁ ତତେ ସେ ପାଖେ ଖାଇମି। ଇଟା ଶୁନି ବ୍ରାହ୍ମଣର ତାଲୁ ତାଟକା ଶୁଖି ଯାଉଥାଏ। ସେ କେନ୍ତା କରି ଏ ରାକ୍ଷସ କବଲନୁ ରକ୍ଷା ପାଇମି ବୋଲି ମନେ ଟିକେ ସାହସ ବାନ୍ଧି କହେଲା, ତୁଇ ମତେ ଖାଇମି ଖାଇମି ବୋଲି ଡରଉଛୁ ଯେ ମୁଇଁ ତ ମରବା ଲାଗି ଏକା ବାହାରିଛେଁ। ମୋର କାମ ଧନ୍ଦା କିଛି ନାଇଁ ବୋଲି ଘରେ ମତେ ଖେଦି ଦେଲେ। ହେଥିର ଲାଗି ମୁଇଁ ମରବା ଲାଗି ଯାଉଛେଁ। ଠିକ୍ ଅଛେ ହେନ୍ତା ହେଲେ ତୁଇ ମତେ ଖାଇଦେ। ରାକ୍ଷସ କହିସି, ନାଇଁ ନାଇଁ, ତୋର ଉପରେ ପିଠ ଗୁନା ହେଇ ନର୍ଦିବାଟା କେତେ ମଜା ଲାଗୁଛି। ମୁଇଁ ଆଗେ ଘୁଡ଼ା ନର୍ଦିଲା ଏନ୍ତା ପିଠ ଗୁନା ହେଇ ସାରସି, ତାରପରେ ଖାଇମି। ହେତକେ ବ୍ରାହ୍ମଣ କହିସି, ହେଲେ ରାକ୍ଷସ ଭାଇ, ମୁଇଁ ଶୁନିଛେ ଯେ ବ୍ରହ୍ମା ପରେ ତମେ ବର ଦେଇଛନ୍ ଯେ ତତେ ଦେବଗଣ ମାନେ ବି ଯୁଦ୍ଧରେ ନାଇଁ ହରେଇ ପାରନ୍। ହେନ୍ତା ହେଲେ ତୁଇ ସେ ଦେବତା ମାନକେ ନାଇଁ ଖାଇ କରି ଇ ମାନେଛାର ମାନକେ କାଁ ହେଲା ଖାଉଛୁ। ରାକ୍ଷସ କହିସି, ତୁଇ ଠିକ୍ କହୁଛୁ ଯେ ଦେବତା ମାନେ ପରେ ମୋର ମରବାର ରହସ୍ୟଟା ଜାନିଛନ୍। ସେମାନକେ ଖାଇଲେ ମୋର ଜୀବନ ପ୍ରତି ବିପଦ ଅଛେ। ବ୍ରାହ୍ମଣ କାବା ହେଇକରି କହେଲା, ତମର କାଏଁ ମୃତ୍ୟୁ ରହସ୍ୟ ହୋ? ତମେ ପରେ ଅମର ବର ପାଇଛ। ହେତକେ ରାକ୍ଷସ ଟିକେ ଭୁର୍ତି ଯାଇ କହେଲା, ହଁ ବ୍ରହ୍ମା ମତେ ଅମର ବର ଦେଇଛନ୍ ଯେ
ଇ ତିନପୁରେ କିଏ ମୋତେ ଯୁଦ୍ଧରେ ନେଇ ପାରନ୍। ହେଲେ ମୋର୍ ମରବାର ରହସ୍ୟଟା ପରେ ମୋର୍ ନାଁରେ ଖଞ୍ଜି ରଖିଛନ୍। ଏବେ ତ ମୁଇଁ ତତେ ଖାଇମି। ସେ ରହସ୍ୟଟା ତତେ କହିଦେଲେ ବି ଚଲବା ବୋଲି ରାକ୍ଷସ କହେଲା। ମୋର୍ ନାଁ ହେଲା ଜଲପାଦ। ମୋର୍ ପାଦ ପାଏନ୍ନେ ଛିଁ ହେଲେ ମୁଇଁ ତଲାଡ଼ୁ ତରଲି କରି ମରିଯିମି ଆର୍ ପାଏନ୍ନେ ମିଶିଯିମି। ହଉ ସେ କଥା ଛାଡ଼, ଚାଲ ଏବେ ତୁଇ ଆର୍ ଟିକେ ଦୌଡ଼ୁ। ତୁଇ ହାଲିଆ ହେଇ ପଡ଼ିଗଲେ ମୁଇଁ ତତେ ଖାଇମି। ଇ କଥା ଶୁନି ବ୍ରାହ୍ମଣ ଆର୍ ଟିକେ ଜୋର ସେ ଦୌଡ଼ିଲା ଆର୍ ଦୌଡ଼ି ଦୌଡ଼ି ଯାଇ ଗୁଟେ ନଏତ୍ ଖଣିର ପାଇନକେ ଡେଗି ଦେଲା। ରାକ୍ଷସ କିଛି ଜାନବାର ଆଗରନୁ ତାର ପାଦ ତଲାଡ଼ୁ କରି ତରଲି କରି ପାଇନଥି ମିଶିଗଲା ଆର୍ ତାର ବିକଟାଲ ରଢ଼ି ବି ପାଏନ୍ନେ ମିଶିଗଲା। ବ୍ରାହ୍ମଣ ଏବେ ରାକ୍ଷସ କବଲନୁ ରକ୍ଷା ପାଇ ଘରକେ আসলা। ତାର ବୁଦ୍ଧିର ବଲେ ଅସୁରକେ ମାରି ନିଜେ ରକ୍ଷା ପାଇ ସେ ଗାଁର ଲୋକକେ ବି ରକ୍ଷା କଲା। ଗୋସାଇଁ କହେସନ୍ ତୁଇ ଯେନ୍ ବୁଢ଼ା ଗୁଟକେ ଦେଖିକରି আসଲୁ ହେଟା ହେଉଛନ୍ ସେ ବ୍ରାହ୍ମଣ ବୁଢ଼ା ଯିଏ ଜଲପାଦ ରାକ୍ଷସକେ ମାରି ଇ ଗାଁର ଲୋକର ଜୀବନ ରଖିଥିଲା। ହେଥିର ଲାଗି ଇ ଗାଁର ଲୋକ ସେ ବ୍ରାହ୍ମଣ ବୁଢ଼ାକେ ସକାଲେ ସଞ୍ଜେ ଜୁହାର କରସନ୍। ଏବେ ବୁଝଲୁ ତ ବୋଲ କରା ଇ ବୁଢ଼ାକେ ଜୁହାର କରବାର ରହସ୍ୟଟା କାଣା ଯେ।